हे निगमानंद बाया वैकुंठ कुळमणि बुध नाथ अनंत। 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 संत चिंतामणि सत्यानंद संत चिंतामणि सत्यानंद संत चिंतामणि सत्यानंद संत चिंतामणि सत्यानंद। बलिया दासर श्री गोपीनाथ बलिया दासर श्री गोपीनाथ। हे निगमानंद बाया वैकुंठ कुळमणि बुध नाथ अनंत। हे निगमानंद बाया वैकुंठ कुळमणि बुध नाथ अनंत। पवित्र नाउगाँ अंचलर बोदल ग्राम जो बोदल ग्राम रे प्रणवानंदंकर सेवक प्रणवानंदंकर जहाँ आपण माने मनु भाई बोले कहती तांकरी बास गृह बा जन्मस्थान। ये जन्मस्थान अधिकारी होती तांकर पिता माता भीमसेन भीमसेन जना गोटे जमीदार वंशर ये परिवार। तांको परिवार सह से एठी गोटे सुंदर घर करिसंती। तांकर इष्टदेव होउतंती गोपीनाथ। गोपीनाथ कहले कृष्ण। हमर केते गुड़िए नाथ आम भितर अछंती। नाथ अर्थ स्वामी। प्रथमे आप देखंतु नृसिंहनाथ से सीमांचल अधिकारी नृसिंहनाथ। रघुनाथ से अयोध्यार अधिकारी एवं समग्र भारतवर्ष जहाँकर कीर्ति आज विराजमान करती। द्वापर जुगर ठाकुर हेले गोपीनाथ। ये गोपीनाथ कोठी राधानाथ रूपरे केउठी राधा मोहनंक रूपरे अभिमन्युकर इष्ट थिले राधा मोहन। एठी इष्ट होउछंती गोपीनाथ। ये सबु नाथ परे आमर श्रेष्ठ नाथ बोली आमे चिंता करू जगन्नाथ। जगन्नाथ जगन्नाथ परे आउ जनकु नाथ बोली कहू से होउछंती विश्वनाथ। विश्वनाथ परे जीवन को जी
ପରିଚାଳନା କରୁଛନ୍ତି ତାଙ୍କୁ ଆମେ କହୁ ପ୍ରାଣନାଥ। ତେଣୁ ଇଏ ସବୁ ନାଥ ସବୁ ଅନାଥଙ୍କୁ ସେ ରକ୍ଷା କରନ୍ତୁ। ସବୁ ଅନାଥଙ୍କର ନାଥ ହୋଇ ସେ ତାଙ୍କର ଆରତ ନାଶନ ବାନା ସେମିତି ନୀଳଚକ୍ରରେ ପଡୁଥାଉ। ଏଇ ହଉଛି ଆମର ଆଜିର ପ୍ରାର୍ଥନା। ତେଣୁ ଏଠି ଆମର ଜଣେ କୁଳମଣି, ଆଉ ଜଣେ ବୁଦ୍ଧନାଥ, ଚିନ୍ତାମଣି, ଏଇଭଳି କେତେ ଗୁଡ଼ିଏ ସନ୍ଥ ମହାତ୍ମାଙ୍କର ଖ୍ୟାତି ଏ ଅଞ୍ଚଳରେ ରହିଛି। ତେଣୁ ସକାଳୁ ସକାଳୁ ତାଙ୍କ କଥା ସବୁ ମନେ ପଡ଼ିଲା। ତେବେ କଥାଟି ହଉଛି ଏଇ ଅଞ୍ଚଳକୁ ନାମାଚାର୍ଯ୍ୟ ବାବା ବାୟା ନାଉଗାଁକୁ ଆସିଥିଲେ ଗୋଟେ କୀର୍ତ୍ତନ କରି। ଏଇ ଅଞ୍ଚଳରେ ବୈକୁଣ୍ଠଙ୍କର ପ୍ରଚାର ପ୍ରସାର ମଧ୍ୟ ହଉଛି ତାଙ୍କର ଶିଷ୍ୟ ସତ୍ୟାନନ୍ଦଙ୍କ ଦ୍ୱାରା। ଗୋଠନା ମଥର ଚିନ୍ତାମଣି ସେ ଆଜି ବଞ୍ଚିଛନ୍ତି, ଦୁର୍ବଳ ହେଇଗଲେଣି। ଏ ଜଣେ ପ୍ରଚଣ୍ଡ ଶିକ୍ଷାବିତ୍। ଗୋଟେ କଲେଜ କରିଛନ୍ତି, ଗୋଟେ କଲେଜର ସେ ପ୍ରିନ୍ସିପାଲ ବି। ଯେତେବେଳେ ଏ ଅଞ୍ଚଳକୁ ଆମେ ଆସୁଥିଲୁ ତାଙ୍କରି ପାଖରେ ପ୍ରସାଦ ପାଇବା ପାଇଁ ଗୋଟିଏ ଓଳି ଆମେ ଯାଉ। এইଭଳି ଅନେକ କଥା। ଆଜି ଆମର ଶିଖର ଘାଟରେ ଗୋଟେ ଆଶ୍ରମ ଗଢ଼ା ହେଇଛି। ସେଇ ଆଶ୍ରମର କାର୍ଯ୍ୟ ଚାଲିଛି। ଶେଷ ହେବା ପରେ ଆମେ ପୁଣି ଗୋଟେ କାର୍ଯ୍ୟକ୍ରମ କରିବୁ। ଅତି ନିକଟରେ ରହିଛନ୍ତି ମା ମଙ୍ଗଳା। ଏ ଯଦିଓ ଶାରଦା ମଣ୍ଡଳର ସ୍ଥାନ, କିନ୍ତୁ ମା ମଙ୍ଗଳା ଏଠୁ ବହୁତ କମ୍ ବାଟରେ ଅଛନ୍ତି। ତେଣୁ ସବୁ ଦେବାଦେବୀ ତ ଆମ ପାଇଁ ଗୋଟିଏ। ଆମେ ଏକ ସଦବିପ୍ରା ବହୁଧା ବଦନ୍ତି। ତେଣୁ ଆମେ ସମସ୍ତଙ୍କୁ ସେଇ ଅନନ୍ତଙ୍କ ରୂପରେ ପ୍ରଣାମ ଜଣାଇ କେବଳ ବିଶ୍ୱର ଶାନ୍ତି କାମନା କରୁଛୁ। ସଜ୍ଜନ, ଆଜି ବାୟାଙ୍କର ଗୋଟେ ବାଣୀ, ବିଷ୍ଣୁଙ୍କୁ ନିନ୍ଦା କଲେ ନର୍କରେ ସମାଧି। ପ୍ରତ୍ୟେକ ଦିନ ବାବା ବାୟାଙ୍କର ଗୋଟିଏ ଗୋଟିଏ ବାଣୀ ଆଲୋଚନା ହେଉଛି। ଆଉ କିଛି ଦିନ ହବ ବାୟାଙ୍କର ମୁହଁରୁ ଏଇ କଥା ବାହାରିଛି। କାଲି କହିଥିଲି ଶିବ ନିନ୍ଦା ଯିଏ କରିବେ ତାଙ୍କର ହୃଦରୋଗ ବା ହୃଦଘାତ। ଆଜି କହୁଛି ବିଷ୍ଣୁଙ୍କୁ ନିନ୍ଦା କଲେ ନର୍କରେ ସମାଧି। ବିଷ୍ଣୁ କିଏ? ପ୍ରଥମ ବିଷ୍ଣୁ ହଉଛନ୍ତି, ଆଦ୍ୟ ବିଷ୍ଣୁ ହଉଛନ୍ତି ସୂର୍ଯ୍ୟ। ତଦ ବିଷ୍ଣୁ ପରମଂ ପଦ ସଦା ପଶ୍ୟନ୍ତି ସୂରୟ। ବୈଦିକ ମନ୍ତ୍ର। ସୂର୍ଯ୍ୟ ହଉଛନ୍ତି ବିଷ୍ଣୁ। ଗୀତାରେ ମଧ୍ୟ କହିଲେ ଆଦିତ୍ୟ ନାମ ବିଷ୍ଣୁ। ହେ ଅର୍ଜୁନ, ମୁଁ ହଉଛି ଆଦିତ୍ୟ ନାମକ ବିଷ୍ଣୁ ରୂପରେ ପୂଜା କରୁଛି। ତା ସଂସାରକୁ ପାଳନ କରୁଛି।
ସୂର୍ଯ୍ୟ ଏ ଆଦ୍ୟ ବିଷ୍ଣୁ। ତାପରେ ଆଉ ଗୋଟିଏ ବିଷ୍ଣୁଙ୍କୁ ଆମେ କହୁ ମହାବିଷ୍ଣୁ। ମହାବିଷ୍ଣୁ କିଏ? ନୃସିଂହ, ଆବିର୍ଭୂତ ନୃସିଂହ, ଉଗ୍ର ବୀର ମହାବିଷ୍ଣୁ, ଜ୍ୱଳନ୍ତಂ ସର୍ବତୋମୁଖಂ ନୃସିଂହଂ ଭୀଷଣଂ ଭଜ୍ୟ ବିଷ୍ଣୁ ଆଉ ମହାବିଷ୍ଣୁ ଏ ଦୁଇଟି କଥା ଏକ ନୁହେଁ। ବିଷ୍ଣୁ କହିଲେ ଆତ୍ମା। ଆତ୍ମାକୁ କଣ ଆମେ ନିମନ୍ତ୍ରଣ କରିକି ଆମ ଭିତରେ ରଖିଛୁ? ସେ ବିନା ନିମନ୍ତ୍ରଣରେ ଆମର ଏଇ ଶରୀରକୁ ମାତୃଗର୍ଭରେ ଗଠନ କରି ସେ ନିଜେ ତା ଭିତରେ ଥିବାରୁ ତାଙ୍କ ନାମ ହେଉଛି ବିଷ୍ଣୁ। ଆମର କିଏ ଲେଖିଛନ୍ତି ମନେ ପଡୁନି, କିନ୍ତୁ ଯେଉଁ ବିନ୍ଧାଣି କଲା ନିର୍ମାଣ ସେହି ତ ଘଟେ ରହିଲା ଏହା ତୁ ଜାଣ। କଲା ନିର୍ମାଣ ସେହି ତ ଘଟେ ରହିଲା ଏହା ତୁ ଜାଣ। ମାତୃଗର୍ଭରେ ଯିଏ ଆମକୁ ଗଢିଲେ ସିଏ ପୁଣି ଆମରି ଭିତରେ ରହେ। ସେଇ ରହିକିରି ଜନ୍ମ ହେଲେ, ସେଇ ଚାଲିଗଲେ ଆଉ ମରିଗଲୁ। ଆଉ ଇଏ ହଉଛନ୍ତି ବିଷ୍ଣୁଙ୍କର ଉପାସନା। କିନ୍ତୁ ନୃସିଂହ ହଉଛନ୍ତି ସେ ଘଟ ନିର୍ମାଣ କରି ତା ଭିତରେ ରହିବା ଲୋକ। ସେ ନୁହଁ, ସିଏ ହଉଛନ୍ତି ଉଗ୍ରବୀର ମହାବୀର। ଆବିର୍ଭାବ ହେଲେ ପୁଣି ବିଲୟ। ପ୍ରହ୍ଲାଦଙ୍କ ଭକ୍ତିରେ ହିରଣ୍ୟକଶ୍ୟପକୁ ମୁକ୍ତି ଦେବା ପାଇଁ ତାକୁ ନିଜ ଅଙ୍ଗରେ ମିଶେଇ ଦେଲେ, ତାକୁ ନିର୍ବାଣ ଦେଲେ, ତାପରେ ପୁଣି ସେ ଅନ୍ତର୍ଦ୍ଧାନ ହେଇଗଲା। ତେଣୁ ତାଙ୍କ ନାଁ ହଉଛି ଉଗ୍ରବୀର ମହାବୀର। ଥରେ ବହୁତ ଦିନ ତଳେ ବଳିଆର ଗୋଟିଏ ଶିଷ୍ୟ ଡକ୍ଟର ଭବାନୀ ଶଙ୍କର ବେହେରା, ସେ ଗୋଟେ ସ୍ୱପ୍ନରେ ଦେଖିଲେ, ସେତେବେଳେ ସେ ପିଜି କରିନଥିଲେ, କେବଳ MBS ଥିଲେ ଡକ୍ଟର। ତାଙ୍କୁ ସ୍ୱପ୍ନରେ ଜଣେ ଆସି କହିଲେ, ତୁମେ ବିଷ୍ଣୁଙ୍କୁ ପୂଜା କରୁଛ। କହିଲେ ଅନନ୍ତ। କିନ୍ତୁ ଆଉ ଜଣେ ବିଷ୍ଣୁ ଅଛନ୍ତି ଜାଣିଛ? କି କହିଲେ ଆଉ କିଏ ବିଷ୍ଣୁ ଅଛନ୍ତି ମୁଁ ଜାଣିନି। ନା, ସେ ବିଷ୍ଣୁ ହଉଛନ୍ତି ମହାବିଷ୍ଣୁ। ତୁମେ ଏ କଥାଟା ତମ ଗୁରୁଙ୍କୁ ପଚାର। ସେ ବଳିଆକୁ ପଚାରିଥିଲେ। ବଳିଆ ହଠାତ୍ ମନେ ପକେଇ ପାରିଲା ନାହିଁ। ଆମ ଅଞ୍ଚଳର ଜଣେ ବ୍ରାହ୍ମଣ ନିରବ ମହାବିଷ୍ଣୁଙ୍କର କଣ ମନ୍ତ୍ରଟି ଅଛି କି? ନା, ହଁ। ସେ କହିଲେ ଉଗ୍ରବୀର ମହାବିଷ୍ଣୁ ଜ୍ୱଳନ୍ତଂ ସର୍ବତୋ। କଥାଟି ମନେ ପଡ଼ିଲା ଏବଂ ସେଇ ବର୍ଷ ଗୋଟିଏ ମହାବିଷ୍ଣୁ ନୃସିଂହଙ୍କର ମୂର୍ତ୍ତିକାର ମାଟିର ମୂର୍ତ୍ତିଟିଏ ତିଆରି ହେଲା ଏବଂ ସେଠି ଦୀପ ପ୍ରଜ୍ୱଳନ
ବିଭିନ୍ନ ଭକ୍ତମାନଙ୍କ ଦ୍ୱାରା କରାଗଲା ଏବଂ ଯେଉଁ ଯଜ୍ଞ ତାଙ୍କ ଆଗରେ ହେଲା ସେଇ ଉଗ୍ରବୀର ମହାବିଷ୍ଣୁଙ୍କ ମନ୍ତ୍ରରେ ଯଜ୍ଞ ମଧ୍ୟ ହେଲା। ଆଜି ବି ତାଙ୍କ ସେଇ ଫଟୋଚିତ୍ରଟି ଆମ ଆଶ୍ରମରେ ରହିଛି। ତେଣୁ ଯେଉଁ ମହାବିଷ୍ଣୁଙ୍କୁ ମଧ୍ୟ ଭାଗବତରେ ଆମେ ପଢୁ ନମୋ ନୃସିଂହସ୍ୟ অনাদি পরম কারণ নমঃ নৃসিংহ নারায়ণ অনাদি পরম কারণ নমো নৃসিংহস্য ଏ ସ୍ୱତନ୍ତ୍ର ଦେବ। ଆପଣ ଦେଖିବେ ଗୁଣ୍ଡିଚା ମନ୍ଦିର ପାଖରେ ଯୋଉ ଆଦି ନୃସିଂହ ପୂଜା ପାଉଛନ୍ତି ଜୀବନ୍ତ ଭଳି ପଡ଼ିଆକୁ ଲାଗନ୍ତି। ସେଇଭଳି ପୁରୀରେ ବିଭିନ୍ନ ସ୍ଥାନରେ ନୃସିଂହଙ୍କର ଶ୍ରୀମୂର୍ତ୍ତି ପୂଜା ପାଉଛନ୍ତି। ଯୁଗେ ଯୁଗେ ନୃସିଂହ ହଉଛନ୍ତି ମାନେ ସବୁଠାରୁ ଭଲ। ଆମେ କହୁଛୁ ନାରସିଂହାୟ ବିଦ୍ମହେ ନଖାୟ ବୁଧାୟ ଧୀମହି ତନ୍ନୋ ହରି ପ୍ରଚୋଦୟାତ୍। ତାଙ୍କ ବୀଜ ମନ୍ତ୍ର ହଉଛି ह्रौं ନୃସିଂହାୟ ନମଃ। ଶ୍ରୀଂ ह्रौं ଲକ୍ଷ୍ମୀ ନୃସିଂହାୟ। ଯେତେବେଳେ ବିଶ୍ୱରେ ବିପଦ ପଡ଼ିଛି, ଯୁଦ୍ଧ ଲାଗିଛି, ବିଶ୍ୱର ଯେକୌଣସି ଦେଶରେ ହଉ କି ଭାରତ ବର୍ଷ ଭିତରେ ହଉ, ସେତେବେଳେ ଏଇ ମନ୍ତ୍ର ସ୍ମରଣ କରି ଏଇ ଠାକୁରଙ୍କୁ ପ୍ରାର୍ଥନା କରାଯାଏ ଆପଣ ବିଶ୍ୱକୁ ବା ଦେଶକୁ ରକ୍ଷା କରେ, ଏ ଯୁଦ୍ଧକୁ ବନ୍ଦ କରେ। ତେଣୁ ଆପଣମାନଙ୍କୁ ମଧ୍ୟ କରୋନା ସମୟରେ ଏଇ ମନ୍ତ୍ରଟି ଜପ କରିବା ପାଇଁ ମଧ୍ୟ ବଢ଼ିଆ ନିବେଦନ କରୁଛି। ତେଣୁ ଏଇଭଳି ବିଷ୍ଣୁ ହଉଛନ୍ତି ପାଳକ। ସେ ସୂର୍ଯ୍ୟ ରୂପରେ ଏ ଜଗତକୁ ପାଳନ କରୁଛନ୍ତି। ଯଦି ପାଳନକର୍ତ୍ତା ବିଷ୍ଣୁଙ୍କୁ ବା ମହାବିଷ୍ଣୁଙ୍କୁ ନିନ୍ଦା କରାଯାଏ, ହେ ସୂର୍ଯ୍ୟଟା କ'ଣ ନା ହିଲିୟମ ହାଇଡ୍ରୋଜନ ଗ୍ୟାସ। ଏତିକି କହିଦେଇ କ'ଣ ଆମେ ପ୍ରକୃତରେ ବିଜ୍ଞାନୀ ହେଇଯିବା? ହିଲିୟମଟାକୁ ଗଢ଼ିଛି କିଏ? ହାଇଡ୍ରୋଜନଟାକୁ ଗଢ଼ିଛି କିଏ? ପ୍ରତି ମୁହୂର୍ତ୍ତରେ ହିଲିୟମ ହାଇଡ୍ରୋଜନ ହାଇଡ୍ରୋଜନ ହିଲିୟମ ହେଇକରି ଇଏ ଜଗତର ପୃଥିବୀ ଠାରୁ 13 ଲକ୍ଷ ଗୁଣ ବଡ଼ ବୋଲି କୁହାଯାଏ। ଇଏ ବିରାଟ ସୂର୍ଯ୍ୟକୁ ଗଠନ କ'ଣ ବିଜ୍ଞାନ କରିଛି? ବିଜ୍ଞାନ ଅନୁସନ୍ଧାନ କରିଛି। ତାର ସତ୍ତା ଯେ ସମ୍ପୂର୍ଣ୍ଣ ଭାବରେ ସେ ପାଇ ସାରିଛି ଏ କଥା ସେ ଦାବି କରୁନି, କିନ୍ତୁ ମୋଟାମୋଟି କଥା ତାର ସମ୍ବାଦ ସେ ଆମକୁ ଦିଏ। ଆମେ ଯଦି ଗୋଟେ ମାଟିର ମୂର୍ତ୍ତି କରି ତାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୂଜା କରୁ, ଯଦି ପଥର ପିତ୍ତଳର ମୂର୍ତ୍ତି କରି ତା ପାଇଁ ଗୋଟେ କୋଟି କୋଟି ଟଙ୍କାର ମନ୍ଦିର ବି ଆମେ କରୁ, କୋଟି କୋଟି ଟଙ୍କା। ଆପଣ ବୃନ୍ଦାବନ ଯିବେ, ପ୍ରେମ ମନ୍ଦିର, ଇସ୍କନ ମନ୍ଦିର, ଏ କୋଉଥିରେ ତିଆରି? ଏ ଯୋଉ ମୂର୍ତ୍ତି ଗୁଡ଼ିକୁ ଆମେ ତା ଭିତରେ ବସେଇଛୁ ଦେଖିଛୁ, ସେ କୋଉଥିରେ ତିଆରି? ପଥର ପିତ୍ତଳ। ଏଇ ତ କିଏ କରୁଛି ସୁନା। ସୁନାରେ ବି ଗୋଟେ ଅଛି ନବଦ୍ୱୀପରେ ସୁନାର ଗୌରା। କିନ୍ତୁ ଏସବୁ କଥା କେବଳ ଆମ ଜଗନ୍ନାଥ ଦାରୁ କାଠ ବା ନିମ୍ବ କାଠରେ। ତେଣୁ ଇଏ ଯଦି ଏମାନଙ୍କୁ ଆମେ ପୂଜା କରିପାରୁଛୁ, ଏ ପଥର ପିତ୍ତଳ ମାଟିର ଠାକୁରଙ୍କୁ ଇଟା ପଥର ଚୂନରେ ତିଆରି ମନ୍ଦିରକୁ ଯଦି ଆମେ ଗଠନ କରିପାରୁଛୁ, ତେବେ ପୃଥିବୀ ଭଳି ଗୋଟେ ବିରାଟ ଶକ୍ତିକୁ ଯିଏ ଧାରଣ କରିଛନ୍ତି
ଯେଉଁ ସୂର୍ଯ୍ୟ ତାର ମହାକର୍ଷଣ ଶକ୍ତିରେ ପୃଥିବୀ ଚାଲିଛି ରହିଛି, ତାହେଲେ ତାଙ୍କୁ ପ୍ରତ୍ୟେକ ଦିନ ପୂଜା କରିବା ଉଚିତ ନା ନାହିଁ? ପୁଣି ପୂଜାଟା ଆମ ହାତ ପାଇବନି ସେଠିକି। ସେଥିପାଇଁ ଆମ ଆଚାର୍ଯ୍ୟମାନେ, ହିନ୍ଦୁ ଆଚାର୍ଯ୍ୟମାନେ କହିଲେ ଯେ ଆଞ୍ଜୁଳାଏ ଜଳ ଦେଇ ତାଙ୍କୁ ନମସ୍କାର କର। ସନ୍ଥ କବୀର କହିଲେ ସିଏ ମୁସଲମାନ ଘରେ ଜନ୍ମ ହେଇଥିଲେ, କିନ୍ତୁ ହିନ୍ଦୁ ମୁସଲମାନକୁ ସେ ଶିକ୍ଷା ଦେଲେ। ସିଏ କହିଲେ ଯେ ଆଚ୍ଛା, ସେ ନଈ ପାଣିରେ ପଶିକିରି ପାଣି ଗୁଡାକ ଏଠି ଫୋପାଡ଼ିଲେ। ତାଙ୍କୁ କିଏ ପଚାରିଲା, ଗୁରୁଜୀ ଆପଣ ପାଣି କାହିଁ ଫୋପାଡୁଛନ୍ତି? ନା ମୋ ଖଡ଼ା କିଆରି ନା ମୋ ଶାଗ କିଆରିକି ମୁଁ ପାଣି। ଶାଗ କିଆରିଟା ଆପଣଙ୍କର କୋଉଠି? ଏଇଠୁ କଣ ଆପଣ ପାଣି ଦଉଛନ୍ତି? ତାମାନେ ସେ ଗୋଟେ ଏ ଜିନିଷକୁ ଏତେଟା ଗ୍ରହଣ କରିପାରିନାହାନ୍ତି। ତାପରେ ସେ ଉତ୍ତର ଦେଲେ, ସୂର୍ଯ୍ୟ କେତେ ବାଟରେ, ଆମେ ପୁଣି ଏଠି ହିନ୍ଦୁମାନେ ଆଞ୍ଜୁଳାରେ ଜଳ ଦେଇ ଦଉଛନ୍ତି, ତାକୁ ତ ପୁଣି ସୂର୍ଯ୍ୟ ପାଉଛନ୍ତି। ମୁଁ ସେମିତି ଏଇଠୁ ତ ଅଳ୍ପ ବାଟରେ ମୋ ଶାଗ କିଆରି, ତେଣୁ ମୁଁ ପାଣି ଦଉଛି। ଆଉ ଇଏ ସବୁ କଥା ଗୋଟେ ଗୋଟେ ସଭୟର କଥା। କିନ୍ତୁ କୋଟି କୋଟି ହିନ୍ଦୁ ଯଦି ପ୍ରକୃତରେ ଜଳରେ ତର୍ପଣ କରନ୍ତି, ତା ଦ୍ୱାରା ଜଳୀୟ ବାଷ୍ପ ସୃଷ୍ଟି ହୁଏ, ସିଏ ପୁଣି ବାଦଲ ବା ମେଘରେ ପରିଣତ ହୁଏ। ତେବେ ଆମର ଆହୁରି ଆଚାର୍ଯ୍ୟମାନେ କହିଲେ ଯେ ଆଞ୍ଜୁଳାଏ ଜଳ ଦିଅ ନ ଦିଅ, କିନ୍ତୁ ନମସ୍କାର କର। ନମସ୍କାର ପ୍ରିୟ ଭାନୁ, ଅଭିଷେକ ପ୍ରିୟ ଶିବ, ଉପଚାର ପ୍ରିୟ ବିଷ୍ଣୁ। ତେଣୁ ଖାଲି ସୂର୍ଯ୍ୟକୁ ନମସ୍କାର। ପ୍ରାତ ସୂର୍ଯ୍ୟ ଆଉ ସାନ୍ଧ୍ୟ ସୂର୍ଯ୍ୟ, ସେଇ କିରଣକୁ ଆମେ ଯଦି ଉପଭୋଗ କରୁ, ତାହେଲେ ଆମେ ପ୍ରଚୁର ଭିଟାମିନ୍ ଡି ପାଇବୁ। ଆମ ଶରୀର ପକ୍ଷରେ ଏଇଟା ଉପକାର। ମଧ୍ୟାହ୍ନ ସୂର୍ଯ୍ୟଙ୍କୁ ଆମେ ଆଖିରେ ଦର୍ଶନ କରିବା ଉଚିତ ନୁହେଁ, ଆଖି ଉପରେ ତାର ପ୍ରଭାବ। ସେଥିପାଇଁ କୁହାଗଲା, ଉଦୟ ବ୍ରହ୍ମଣେ ରୂପ, ମଧ୍ୟାହ୍ନେ ତୁ ମହେଶ୍ୱର, ଅଷ୍ଟମାରେ। ତେଣୁ ଏଇଭଳି ମହାନ ସୂର୍ଯ୍ୟଙ୍କୁ ବା ମହାନ ବିଷ୍ଣୁଙ୍କୁ ଯେଉଁମାନେ ନିନ୍ଦା କରନ୍ତି, ସେମାନେ ନର୍କ। ନର୍କ କହିଲେ ରୋଗ, ନର୍କ କହିଲେ ଦୁଃଖ, ନର୍କ କହିଲେ ଅଭାବ। ନର୍କରେ ସମାଧି ହୁଏ, ଅର୍ଥାତ୍ ନର୍କରେ ପଡ଼ନ୍ତି। ତେଣୁ ସଜ୍ଜନ ଏଇଭଳି ଭୁଲ କରିବା ଉଚିତ ନୁହେଁ। ଆମେ ସମସ୍ତେ ସେଇ ବିଷ୍ଣୁ ଆଉ ମହାବିଷ୍ଣୁଙ୍କୁ ଆମେ ପ୍ରଣାମ ସବୁଦିନେ କରିବା। हे निगमानन्द दया वैकुण्ठ कुलमणि बुध नाथ निगमानन्द दया वैकुण्ठ कुलमणि बुध नाथ अनन्त सन्थ चिन्तामणि सत्यानन्द सन्थ चिन्तामणि सत्यानन्द बलिया दासर श्री गोपीनाथ बलिया दासर श्री गोपीनाथ बलिया दासर श्री गोपीनाथ बलिया दासर श्री गोपीनाथ निगमानन्द दया